परम प्रेममय श्री श्री ठाकुर, परम आराध्या जगजननी श्री श्री लक्ष्मी माँ, परम पूज्यपाद श्री श्री बड़दा, आजिर संघ नेता पूज्यपाद दादा एवं इष्ट परिवार समस्तंकर रातुल चरण ले मोर कोटि कोटि प्रणाम। आजिर ए प्रातः सत्संगर पुरोधा ऋत्विक देवता को मोर आंतरिक राव जय गुरु तथा कर्मी मंडली को मोर राव जय गुरु, भक्तिमती मातृमंडली तथा अन्यान्य गुरु भाई मानक मोर आंतरिक जय गुरु। आज सत्संग बासर आमे गोटे टॉपिक स्थिर करिछि मु प्रज्ञा चक्षु और अनुसंधित्सु सेवा। आखि तो समस्तंकर अछि, समस्ते देखंती, किंतु हृदय सहित ताकू जोड़िबा, हृदय माने अनुभव करिबा, फील करिबा कौन घटुची परिवेश रे, कौन घटुची आम निज भितरे एवं बाहरे कौन कौन परिवर्तन होउची, आमे परिवेशर परिवर्तन सहित निजे ताल मिलई निजको केते दक्ष करि पारुचु, ठीक रेस्पोंड करि पारुचु, ठीक साड़ा ग्रहण करि पारुचु, कहार दुख बुझी पारुचु, कहार कौन व्यतिक्रम घटिची, केउठी किछि अडुआ सुता अछि ताहा आमे अनुभव करिबा उचित। अडुआ सुता हमर मन भिତରେ थाए, अडुआ सुता बाहरे अन्य मानकर भी थाए। तेणु जजन जाजन इष्टभृति सदाचार इत्यादि इत्यादि जो उपदेश दिया जाइछि ता सहित प्रार्थना भी जोड़ी जाइछि, स्वस्तिनी भी जोड़ी जाइछि। मनुष्य को शुद्ध करिया पई एटा गोटे यज्ञ, हमर आंतरिक यज्ञ। जजन जाजन इष्टभृति सदाचार स्वस्तिनी इत्यादि इत्यादि एई यज्ञ रे आमे जदि निजुको आहुति दबा, निजुको आहुति दबा माने निजर अहंकार को आहुति दबा एवं मनमुखी न रही गुरुमुखी हवा, ସେଇଟା ହଉଛି ସାଧନା। ଆମର ମନ ତ କେତେ ଆଡକୁ ଟାଣି ନବ। ସାତଟି ଘୋଡାର ବର୍ଣ୍ଣନା ଅଛି ରଥର, ସୂର୍ଯ୍ୟଙ୍କ ରଥର, ସେଇ ବାଟ ଦେଇକି ରଶ୍ମି ଆସୁଛି। କୃଷ୍ଣ ଯୋଉ ସାରଥୀ ହେଇଥିଲେ, ଅର୍ଜୁନ ଛାଡିଦେଲା, ପ୍ରଭୁ ତୁମେ ଚଳାଅ ରଥ। ଅର୍ଜୁନ କିନ୍ତୁ ଅର୍ଡର କଲା, କୃଷ୍ଣ ସାରଥୀ ଥିଲେ। ତେଣୁ ଆମ ଜୀବନର ସାରଥୀ ଆମର ଯୋଉ କଣ୍ଟା ଅଛି, ଯୋଉ କଣ୍ଟା, ଯୋଉ ଓଜନ କଣ୍ଟା ଅଛି, ସେଟା ସମତୁଲ ରହିବା ଉଚିତ। ସେ ଆମର ଚିନ୍ତା, ଆମର କର୍ମ, ଆମର ଭାବନା ଏଇଟା ଗୋଟେ ସମତାଳରେ ଯଦି ଗତି ନ କଲା, ଆମେ ପ୍ରକୃତ ମନୁଷ୍ୟ ପଦବାଚ୍ୟ ନୁହେଁ। ତେଣୁ ସାଧାରଣ ଚକ୍ଷୁରେ ଆମେ ଯାହା ଦେଖୁ, ତେଣୁ ମାଇକ୍ରୋସ୍କୋପ ଯୋଉ ଯନ୍ତ୍ର ଅଛି, ସାଧାରଣ ଚକ୍ଷୁରେ ଜୀବାଣୁ ଗୁଡିକ ଦିଶନ୍ତି ନାହିଁ, ମାଇକ୍ରୋସ୍କୋପ ରେ ଜୀବାଣୁ ଦେଖାଯାଆନ୍ତି। ଏବଂ ଇଲେକ୍ଟ୍ରନ ମାଇକ୍ରୋସ୍କୋପ ରେ ସେଲ ର ମେମ୍ବ୍ରେନ ଏବଂ ତା ଭିତରେ କଣ କଣ ଅଛି, କଣ କଣ ଘଟୁଛି, ଏ ଡିଟେଲ ଦେଖାଯାଏ। ତେଣୁ ଏଇ ଚକ୍ଷୁଟା ଭ୍ୟାରି କରେ। ସାଧାରଣ ଚକ୍ଷୁ ଏବଂ ଜବକାଚ ଲେନ୍ସ ରେ ଆମେ ଦେଖୁ, ଯୋଉମାନଙ୍କର ଆଖି ଖରାପ ହେଇଥାଏ ସେମାନେ ପଢି ପାରନ୍ତିନି ଗୋଟେ ଲେନ୍ସ ଟେ ଧରିକିରି, ତାଙ୍କର ପଢିବାକୁ ଏତେ ଆଗ୍ରହ ଥାଏ, ଆଖି ଖରାପ ହେଲେ ବି ଗୋଟେ ଲେନ୍ସ ଟେ ବହି ଆଗରେ ରଖିକିରି ସେ ପଢାପଢି କରନ୍ତି। ତାପରେ ଆସିଲା ଡାକ୍ତର ମାନେ ଯୋଉ ଦେଖନ୍ତି, ମଳ ମୂତ୍ର ରକ୍ତ ପରୀକ୍ଷା କରନ୍ତି, ସେଟା ହେଲା ମାଇକ୍ରୋସ୍କୋପ। ମାଇକ୍ରୋସ୍କୋପ ପରେ ଇଲେକ୍ଟ୍ରନ ମାଇକ୍ରୋସ୍କୋପ, ଏଇଟା ବହୁ ଗୁଣରେ ମ୍ୟାଗ୍ନିଫାଏ କରିଦିଏ, ଛୋଟ ଜିନିଷଟା ବଡ ଦିଶେ। ଆଉ ଗୋଟେ ଅଛି ଟେଲିସ୍କୋପ, ଦୂର ଜିନିଷଟା ପାଖରେ ଦିଶିବ, ଜାଣି ହବ, ଗ୍ରହ ନକ୍ଷତ୍ର ଦୂରରେ କଣ ଅଛି ଜାଣି ହବ। ତାର ବି ହବେଲ ଟେଲିସ୍କୋପ ଗୋଟେ ଅଛି, ବହୁତ ପାୱାରଫୁଲ। ତେଣୁ ଠାକୁର ଆମକୁ ଚାହିଁଛନ୍ତି ଆମର ଦେଖିବା, ଆମର ଶୁଣିବା, ଆମର ସ୍ୱାଦ ନବା, ଆମର ସ୍ପର୍ଶ ଶକ୍ତି ଏସବୁକୁ ଡେଭଲପ କରିବା ପାଇଁ ଶ୍ରୀ ଶ୍ରୀ ଠାକୁର ଆମମାନଙ୍କୁ ଉପଦେଶ ଦେଇଛନ୍ତି। ଏବଂ ଶିକ୍ଷାର ଗୋଟେ ଉଦ୍ଦେଶ୍ୟ ହଉଛି ସେଇଆ, ତମର ଯୋଉ ଇନ୍ଦ୍ରିୟ ଅଛି ଏଗୁଡିକ ଜ୍ଞାନେନ୍ଦ୍ରିୟ କହନ୍ତି, ଚକ୍ଷୁ କର୍ଣ୍ଣ ଇତ୍ୟାଦି ଜ୍ଞାନେନ୍ଦ୍ରିୟ। କେବଳ ଯେ ଆଖି ବାଟେ ଆମେ ଦେଖୁ ତା ନୁହେଁ, ଆମର ଗୋଟେ ମନ ଚକ୍ଷୁ ବି ଅଛି। ବେଳେ ବେଳେ ଆପଣ ମାନଙ୍କ ମନ ଟିକେ ଅନ୍ୟ ମନସ୍କ ହେଇଯାଇଥିବେ, କଣ ଗୋଟେ ଭାବୁଥିବେ, ହଠାତ୍ ଆଗରେ ଗୋଟେ କଣ ପାସ୍ କରିକି ଚାଲିଯିବ। ଯେମିତି ଯେତେବେଳେ ନମାଜ କରନ୍ତି କି ପ୍ରାର୍ଥନା କରନ୍ତି, ତାଙ୍କ ଆଗରେ ରାଜାଙ୍କର ପ୍ରସେସନ ଚାଲିଗଲେ ସେ କିଛି ଜାଣିପାରନ୍ତିନି, ତାଙ୍କୁ କିଛି ଦିଶେ ନାହିଁ, ତାଙ୍କୁ କିଛି ଶୁଭେ ନାହିଁ, ସେମାନେ ଇଷ୍ଟ ଚିନ୍ତାରେ ମଗ୍ନ ଥାନ୍ତି। ଏଇଭଳି ଅନ୍ୟ ମନସ୍କ ହେଲେ ଚର୍ମଚକ୍ଷୁ ବି କିଛି ଦେଖିପାରିବ ନାହିଁ। ଆଉ ବେଳେ ବେଳେ ଆମେ ଡ୍ରିମ ରେ ବହୁତ ଜିନିଷ ଦେଖୁ, ସ୍ୱପ୍ନରେ ଭଗବାନଙ୍କୁ ଦେଖୁ, ସ୍ୱପ୍ନରେ ଠାକୁରଙ୍କୁ ଦେଖୁ, ସ୍ୱପ୍ନରେ ବିଭିନ୍ନ କେନ୍ଦ୍ର ଦେଖୁ, ବିଭିନ୍ନ ତୀର୍ଥ ଦେଖୁ। ସେଗୁଡିକ ହେଲା ଡ୍ରିମ ର କଣ, ସେଟା ମନଚକ୍ଷୁ। ଶରୀର ଅବଶ ହେଇଥାଏ, ଆଖି କିଛି ଦେଖିପାରେନି,
କିନ୍ତୁ ମାନସ ଚକ୍ଷୁରେ ଆମର ଭାସି ଉଠେ। ସେମିତି ଆମର ପାରିବାରିକ ଜୀବନରେ ସେମିତି ଅଛି। ଯଦି ପୁଅ ବେମାର ହେଇଯାଉଛି, ମାଆକୁ ଖାଲି ଦିଶି ଯାଉଛି, ମା ଜାଣିପାରୁଛି ଯେ ମୋ ପୁଅର କିଛି ଅସୁବିଧା ହେଲା। ତା ମାନେ ହାତ ଥରିବ କି ଆଖିର ପତା ଫଡଫଡ ଫଡଫଡ ହବ, ସେ ଜାଣିପାରିବ ପୁଅକୁ ଅସୁବିଧା କିଛି ହେଲା। ତାର ଆତ୍ମା ସହିତ ଆତ୍ମାର ଯୋଉ ସମ୍ପର୍କ ଅଛି, ରକ୍ତର ଯୋଉ ଗଭୀର ବନ୍ଧନ ଅଛି, ମା ଝିଅ, ମା ପୁଅ, ବାପ ପୁଅ, ବନ୍ଧୁବାନ୍ଧବ, ଏପରିକି ଗୁରୁଙ୍କ ସହିତ ଯାହାର ସମ୍ପର୍କ ଅଛି, ସେ ଗୁରୁଙ୍କ ବିଷୟରେ ବି ସ୍ୱପ୍ନରେ ସେ ବିଭିନ୍ନ ଆଦେଶ ନିର୍ଦ୍ଦେଶ ଇତ୍ୟାଦି ପାଇବ। କାରଣ ସ୍ୱପ୍ନ ସମୟରେ ତାର ମନଟା ଅନେକ ପ୍ରକାର ଚିନ୍ତା ଶକ୍ତି କମି ଯାଇଥାଏ, ସ୍ଥିର ହେଇଯାଇଥାଏ। ସେ ସ୍ଥିରତା ଭିତରେ, ସ୍ଥିର ଜଳରେ ସିନା ପ୍ରତିବିମ୍ବ ଦିଶେ, ତରଙ୍ଗ ଭିତରେ ପ୍ରତିବିମ୍ବ କିଛି ଦିଶିବ ନାହିଁ। ତେଣୁ ଗୋଟେ ଶାନ୍ତ ଅବସ୍ଥା, ସ୍ଥିର ଅବସ୍ଥା, ଏଇଟା ନିଦ୍ରା ସମୟରେ ସମ୍ଭବ ହୁଏ। ଆମେ ଜାଗ୍ରତ ସମୟରେ ବହୁ ଚଞ୍ଚଳ, ବହୁ ଆଡେ ଆମର ମନ ଧାବିତ ହୁଏ। ତେଣୁ ଏଇ ଯୋଉ ଚକ୍ଷୁ ହେଲା, ମାର ଯେତେବେଳେ ତା ଛୁଆକୁ ଦେଖୁଛି, ଯେତେବେଳେ ସେ ଛୁଆ ପ୍ରତି ତାର ଯେତେ ମମତା, ତାର ଯେତେବେଳେ ସ୍ନେହ ମମତା ସେ ଅଜାଡି ଦିଏ ଦେଖିବା ମାତ୍ରେ ହିଁ। ଏପରିକି ଆମର କଥାରେ ଅଛି, ପିଲା କଥା ଭାବିଲା ମାତ୍ରେ ମାର ସ୍ତନରେ କ୍ଷୀର ଜକେଇ ଯାଏ। କିନ୍ତୁ ଭାବନା ପ୍ରେମର ଗୋଟେ ଶାରୀରିକ ପରିପ୍ରକାଶ ବି ଅଛି। ତେଣୁ ମା ଯେତେବେଳେ ତା ଛୁଆକୁ ଦେଖୁଛି, ସେ ଛୁଆ ପ୍ରତି ତାର ଇଣ୍ଟେନ୍ସ ଲଭ ଜାଗ୍ରତ ହଉଛି। ସେ ଅନ୍ୟ ଗୋଟେ ଛୁଆକୁ ଦେଖିଲେ ତାର ସେଭଳି ପ୍ରେମ ତାର ଜାଗ୍ରତ ହବ ନାହିଁ। ତେଣୁ ତା ଚକ୍ଷୁଟା ତା ଛୁଆଠାରେ ସେ ଦେଖୁଛି ଅଧିକ ପ୍ରେମମୟ ଦୃଷ୍ଟି। ସେଇଟା ଗୋଟେ ଅଛି ପ୍ରଜ୍ଞା ଚକ୍ଷୁ, ଆଉ ଗୋଟେ ଅଛି ପ୍ରେମମୟ ଦୃଷ୍ଟି। ଠାକୁରଙ୍କୁ ଆମେ ଯୋଉ ପରମ ପ୍ରେମମୟ କହୁ, ଠାକୁରଙ୍କର ସେଇଭଳି ପରମ ପ୍ରେମମୟ ଦୃଷ୍ଟି, ସ୍ନେହ, ଶ୍ରଦ୍ଧା, ଅନୁକମ୍ପା, ଭାବନା ଆମମାନଙ୍କ ପ୍ରତି ଥିଲା। ତେଣୁ ଆମମାନେ ଯୋଉମାନେ ଦୀକ୍ଷା ଗ୍ରହଣ କରନ୍ତି, ସେଠି ଗୋଟେ ଗଠବନ୍ଧନ ହେଇଯାଏ। ଆମର ଜନ୍ମିତ ପିତାମାତା ସେତେବେଳେ କନଭର୍ଟ ହେଇଯାଆନ୍ତି। ସେ ଯୋଉ ଗୁରୁ, ପିତାମାତା ଯୋଉ ଗୁରୁ ଥିଲେ, ତାପରେ ଶିକ୍ଷା ଗୁରୁ ଆସିଲେ। ଶିକ୍ଷା ଗୁରୁ ପରେ ଗୋଟେ ଦୀକ୍ଷା ଗୁରୁ ଅଛନ୍ତି, ତତ୍ଵ ଗୁରୁ ବି ଅଛନ୍ତି, ବିଭିନ୍ନ ପ୍ରକାର ଗୁରୁ ଅଛନ୍ତି। ବିଭିନ୍ନ ଲୋକଙ୍କ ପାଖକୁ ଯାଇକିରି ବି ଅବଧୂତଙ୍କର 24 ଗୁରୁ ଭଳି ଗୋଟେ ପିମ୍ପୁଟା ବି ଆମର ଗୁରୁ ହେଇପାରେ। ସେ କେମିତି ଗୋଟେ ଲାଇନ ହେଇକି ଚାଲୁଛି। ଗୋଟେ ଚଢେଇ ମାନେ ଆକାଶରେ ଉଡି ଯାଉଛନ୍ତି, ଯେତେବେଳେ ଏୟାରଫୋର୍ସ ର ସ୍ଵାଧୀନତା ଦିବସରେ ଏରୋପ୍ଲେନ ଗୁଡିକ ଲାଇନ ହେଇକି ସାଇଜ ହେଇକିରି ଆକାଶରେ ଯାଆନ୍ତି, ସେମିତିଆ ଚଢେଇ ମାନେ ବି ଯାଆନ୍ତି। ତେଣୁ ସେମାନଙ୍କଠୁ ହାତୀ ପଲ୍ଲବ ଯେତେବେଳେ ଯାଆନ୍ତି, ସେମାନେ ଲାଇନ ହେଇକି ଯାଆନ୍ତି। ସେମାନଙ୍କ ଠାରୁ ବି ଆମର ଶୃଙ୍ଖଳା ଶିଖିବାର ଅଛି। 24 ଗୁରୁ ବାଦେ ଏ ପୃଥିବୀରେ ଯେତେ ମଣିଷ, ଜୀବ, ଜନ୍ତୁ, ଗଛଠୁ ବି ଶିଖିବାର ଅଛି। ସେ ଠିକ ଗୋଟେ ଜାଗାରେ ରହୁଛି, କୁଆଡେ ଏପଟ ସେପଟ ଯାଉନାହିଁ, ସେ ସ୍ଥାବର ଅବସ୍ଥାରେ ଅଛି। ସେମିତି ଆମେ ସ୍ଥିର ଅବସ୍ଥାରେ ଆମେ ନାମଧାନ କରିବା, ସ୍ଥିର ଅବସ୍ଥାରେ ବସିକିରି କିଛି ଗୋଟେ ଚିନ୍ତା କରିବା, ଭାବନା କରିବା, ଧ୍ୟାନ କରିବା, ଇତ୍ୟାଦି ଇତ୍ୟାଦି ବହୁତ ଜିନିଷ ଆମେ ଶିଖିବାର ଅଛି। ତାପରେ ଏଇ ଯୋଉ ଗୋଟେ ହେଲା ପ୍ରଜ୍ଞା ଚକ୍ଷୁ, ଆଉ ଗୋଟେ ହେଲା ଜ୍ଞାନ, ଗୋଟେ ହେଲା ହାର୍ଟ। ଆମେ ହୃଦୟ ଦେଇକିରି ବି ଦେଖୁ, ସ୍ନେହ ମମତା ଭରା ଦୃଷ୍ଟି ସେଇଟା। ଗୁରୁ ଶିଷ୍ୟଙ୍କୁ ସେମିତି ଚାହାନ୍ତି, ଶିଷ୍ୟ ଗୁରୁଙ୍କୁ ବି ସେମିତି ଚାହାନ୍ତି, ଆଚାର୍ଯ୍ୟକୁ ସେମିତି ଏକଲୟରେ ଚାହିଁଥାନ୍ତି। ଆଖିରେ ଆଖି ମିଶିଯାଏ। ସେ ଖାଲି କିଛି କଥାବାର୍ତ୍ତା କରିବା ଦରକାର ନାହିଁ ଆଚାର୍ଯ୍ୟଙ୍କ ସହିତ। ତାଙ୍କ ପାଖରେ ବସିଗଲେ ତାଙ୍କର ଯୋଉ ତେଜ ବଳୟ, ତାଙ୍କର ଯୋଉ ଜ୍ଞାନ ବଳୟ, ତାଙ୍କର ଯୋଉ ଭାଇବ୍ରେସନ, ଯୋଉ କମ୍ପନ, ଯୋଉ ଇଷ୍ଟ କମ୍ପନ, ଯୋଉ ଦିବ୍ୟ କମ୍ପନ, ସେଗୁଡିକ ଆମକୁ ସ୍ପର୍ଶ କରିଯିବ। ସେଥିପାଇଁ ଆମର ଆଧାରକୁ ଶୁଦ୍ଧ କରିବାର ଅଛି। ସେଥିପାଇଁ ଖାଦ୍ୟପେୟ କେବଳ ଯେ ଆହାର ତା ନୁହଁ। ଆମର ଯିବା ଆସିବା, ବୁଲିବା, ବନ୍ଧୁତା ସୃଷ୍ଟି କରିବା, କୁସଙ୍ଗ କରିବା, କୁସଙ୍ଗ ଠାରୁ ଆମେ ସବୁବେଳେ ଦୂରରେ ରହିବା। ଯାହାର ଦିବ୍ୟ ଭାବନା ନାହିଁ, ଯାହାର ସ୍ନେହ ପ୍ରେମ ଇତ୍ୟାଦି ନାହିଁ, ଯାହା ଭିତରେ ଘୃଣା, ଈର୍ଷା, କପଟତା ଭର୍ତ୍ତି ହେଇ ରହିଛି, ସେଭଳି ଲୋକଙ୍କୁ ଆମେ ସମାଜରେ ଦେଖୁ, ତାଙ୍କ ସହିତ ମିଶୁ। କିନ୍ତୁ ତାଙ୍କର ପ୍ରଭାବ, ତାଙ୍କର ଭାବ ବଳୟ ଆମକୁ ବେଳେ ବେଳେ ଗ୍ରାସିତ କରିଦିଏ। ତେଣୁ କୁହାଯାଇଛି, ତୁମେ ମନ୍ତ୍ରମୟ ହେଇଥାଅ, ତୁମେ ନାମମୟ ହେଇଥାଅ, ନାମର ସାଞ୍ଜୁ ପିନ୍ଧିଥାଅ, ନାମର କବଚ କୁଣ୍ଡଳ ତମ ପାଖରେ ଥାଉ। ଯାହା ଫଳରେ କି ପୃଥିବୀର ଯୋଉ ନେଗେଟିଭ କମ୍ପନ, ଯୋଉ ନେଗେଟିଭ ପ୍ରଭାବ ଏ ସଂସାରର, ସେ ନେଗେଟିଭ ପ୍ରଭାବ ତମକୁ ଆଫେକ୍ଟ କରିପାରିବ ନାହିଁ। ତେଣୁ ଆମର ଗୋଟେ ହେଲା ଚର୍ମଚକ୍ଷୁ, ଆଉ ଗୋଟେ ହେଲା ହୃଦୟ ଚକ୍ଷୁ। ଆମର ଯାହା ପ୍ରତି ପ୍ରେମ ଅଛି, ଯାହା ପ୍ରତି ସ୍ନେହ ଅଛି, ଯାହା ପ୍ରତି ସଦ୍ଭାବନା ଅଛି, ଆମେ ତା ସହିତ ଘଣ୍ଟା ଘଣ୍ଟା ଧରି ବସିକିରି ଗଳ୍ପ କରିପାରୁ। ଠାକୁରଙ୍କ ଗଳ୍ପ ହଉ, ବିଭିନ୍ନ ଦର୍ଶନର ଗଳ୍ପ ହଉ, ସାଧନାର ଗଳ୍ପ ହଉ, ଅନୁଭୂତିର ଗଳ୍ପ ହଉ, ଆମେ ପରସ୍ପର ଭାବ ବିନିମୟ କରୁ।
ଠାକୁର ସେଇ ଗୋଟାକୁ ବି ଚାହିଁଛନ୍ତି। ତମେ ଗୁରୁ ଭାଇ ମାନେ ପରସ୍ପର ନିୟମିତ ବ୍ୟବଧାନରେ ବସି ପରସ୍ପର ନିଜର ଭାବ, ନିଜର ଚିନ୍ତା, ନିଜର ସାଧନା, ନିଜର କର୍ମ କେମିତି କୋଅର୍ଡିନେଟ କରିବ, କେମିତି ସମାଜକୁ ସେବା ଦବ। ଆଜିକାଲି ତ ସେ ଡିପି ୱାର୍କ ବି ପ୍ରବଳ ଭାବରେ ଚାଲିଛି। ଯେ ଠାକୁରଙ୍କୁ ଭୁଲି ଯାଇଛି ତାକୁ ସ୍ମରଣ କରେଇଦବା। ତା ପୂର୍ବରୁ ନିଜେ ନିରନ୍ତର ସ୍ମରଣ କରିବା ଉଚିତ। ଯୋଉଟା ଭଜନ ଦୀକ୍ଷା ବୋଲି କୁହାଯାଏ, ସବୁବେଳେ ଏ ଭଜନଟା ଚାଲିବା କଥା। ଠାକୁର ସେଇଟାକୁ କମେଣ୍ଟ କରିଛନ୍ତି, ଭଜନ ଦୀକ୍ଷାଟା ଯେ କେବଳ ନିଶ୍ୱାସ ପ୍ରଶ୍ୱାସରେ ହବ ତା ନୁହଁ। ନିଶ୍ୱାସରେ ମନ୍ତ୍ର ଜପ, ନାମ ଜପ, ପ୍ରଶ୍ୱାସରେ ନାମ ଜପ, ନିଶ୍ୱାସରେ ଛନ୍ଦି ଦବ ତା ନୁହେଁ। ଠାକୁର ଚାହିଁଛନ୍ତି ଆମର ପ୍ରତିଟି ହୃତ୍ସ୍ପନ୍ଦନରେ ବି ଏଇ ମନ୍ତ୍ର ଜପଟା ଚାଲିଥାଉ। ଆମେ ସାଧନ ସିଦ୍ଧ ହେଇଯିବା, ଆମର ପରିଷ୍କାର ହେଇଯିବ ଆମର ଅନ୍ତର ବାହାର, ସଦାଚାରମୟ ହେଇଯିବ। ଆମ ଆତ୍ମଦର୍ଶନ ଯେତେବେଳେ ମନ ସ୍ଥିର ହେଇଯିବ, ସେତେବେଳେ ଆତ୍ମଦର୍ଶନ ହବ। ଘଟେ ଘଟେ ଆମେ ନାରାୟଣକୁ ଦେଖିବା, କୃଷ୍ଣ ସବୁଠାଇ ଆମେ କୃଷ୍ଣଙ୍କୁ ଦେଖିବା, ସବୁଠାରେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କୁ ଦେଖିବା। ଏ ଯୋଉ ମନର ଯୋଉ ଶୋଧନ କ୍ରିୟା, ଏଥିପାଇଁ ଠାକୁର କହିଲେ ନିଶ୍ୱାସ ପ୍ରଶ୍ୱାସରେ ଭଜନ ଦୀକ୍ଷା ନୁହଁ। ତମେ ଯୋଉ ବଞ୍ଚିତ, ତମର ଯୋଉ ଭାଇଟାଲ ଏନର୍ଜି ତମ ଶରୀରରେ ଅଛି, ପ୍ରାଣ କମ୍ପନ ଅଛି। ଏ ଯୋଉ ପ୍ରାଣର ଯୋଉ ଚିନ୍ତାଟା ଗୋଟେ ବି କମ୍ପନ, ଚିନ୍ତା ହଉଛି ଗୋଟେ ଭାଇବ୍ରେସନ। ତାପରେ ଆମେ କର୍ମ କରୁଛୁ, ବାହ୍ୟ କର୍ମ ଚିନ୍ତା କରିକିରି ଆମେ ପ୍ଲାନ୍ କରୁଛୁ, ଆମେ କଣ କରିବୁ, କେମିତି କରିବୁ, କେମିତି ଇଷ୍ଟ କର୍ମ କରିବୁ, କେତେ ପରିମାଣରେ ବ୍ୟକ୍ତିଗତ କର୍ମକୁ ସାକ୍ରିଫାଇସ୍ କରି ବ୍ୟକ୍ତିଗତ ଛୋଟିଆ ଛୋଟିଆ ଆଲତୁ ଫାଲତୁ କାମରେ ଆମେ ଅଧିକାଂଶ ସମୟରେ ବ୍ୟସ୍ତ ରହୁ, କେବେ ଆମେ ପ୍ରାୟୋରିଟି ଦେଇପାରୁନୁ। ଏଇ କାମଟା ମୁଖ୍ୟ। ଏଠି କୁହାଯାଇଛି ଯେ ଇଷ୍ଟ କର୍ମଟା ହେଲା ମୁଖ୍ୟ। ତେଣୁ ନାମଧାନ ବିଷୟରେ ଶ୍ରୀ ଶ୍ରୀ ଠାକୁର କହିଲେ ଏଇଟା ସବୁବେଳେ ଚାଲୁଥିବ 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 ଚାଲୁଥିବ। ଯେମିତି କମ୍ପାନୀ ସବୁବେଳେ ଚାଲିଥାଏ, ଘଡ 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 ଘଡ, ଗାଡି ଯେମିତି ଟ୍ରେନ ଯେମିତି ସବୁବେଳେ ଚାଲିଥାଏ, ଠାକୁର ସେମିତି ପଞ୍ଜାବ ମେଲର ଉଦାହରଣ ଦେଇଛନ୍ତି। ଝୁକ 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 ହେଇ ଚାହୁଛି, ସେ ବନ୍ଦ ହଉନାହିଁ। କିନ୍ତୁ ଏଇ ଯୋଉ ମାୟାବୀ ସଂସାରରେ ଆମେ ଅଛୁ, ସେ ନାମଟା ଅନେକ ସମୟରେ ବନ୍ଦ ହେଇଯାଏ। ଆମେ ବେଳେ ବେଳେ ବିଚଳିତ ହେଇଯାଉ। ଆମେ ଆମର କନସେନ୍ଟ୍ରେସନ ଅଫ ମାଇଣ୍ଡ, ମନର ଏକାଗ୍ରତା ଅନେକ ସମୟରେ ସେଟା ହଜିଯାଏ। ଆମେ ଠାକୁରଙ୍କୁ ଆମେ ହଜେଇ ଦଉ। କିନ୍ତୁ ଠାକୁର ଆମର ଆଗରେ ପଛରେ ଚାରିପଟରେ ଆମର ପ୍ରତିଟି କୋଷରେ ଶ୍ରୀ ଶ୍ରୀ ଠାକୁର ବିଦ୍ୟମାନ ଏବଂ ସ୍ପନ୍ଦନ ସୃଷ୍ଟି କରି ଚାଲିଛନ୍ତି ବୋଲି ଆମେ ବଞ୍ଚୁଛୁ। ଯେଉଁଠିକି ରକ୍ତ ସଞ୍ଚାଳନ ବନ୍ଦ ହେଇଯିବ, ସେ ଅଙ୍ଗଟା କଳା ପଡିଯିବ ଏବଂ ଆସ୍ତେ ଆସ୍ତେ ଗ୍ୟାଙ୍ଗରିନ ହେଇକି ସେଟା ଝଡି ପଡିବ। ଆପଣ ଯଦି ଆଙ୍ଗୁଠିରେ ଗୋଟେ ରବର ବାନ୍ଧିଦେବେ ଟାଇଟ କରି, ସେ ଆଗଟା ଆଗ ନାଲି ଦିଶିବ, ତାପରେ କଳା ହେଇଯିବ, ତାପରେ ସେ ବାନ୍ଧିକିରି ଯଦି ରଖନ୍ତି, ସ୍ପର୍ଶ ଶକ୍ତି ସେଠି ହ୍ରାସ ପାଇବ ଏବଂ ସେଟା ଝଡି ପଡିବ, ସେ ମାଂସ ଗୁଡାକ ବିଗଳିତ ହେଇଯିବ। ତେଣୁ ଆମେ ଇଷ୍ଟଙ୍କ ସହିତ ସମ୍ପର୍କ, ଇଷ୍ଟଙ୍କର ଠାକୁରଙ୍କର ପ୍ରେମ ଅଛି ବୋଲି ଆମେ ବଞ୍ଚି ରହିଛୁ। ଆମେ ନିଶ୍ୱାସ ନଉଛୁ, ଆମର ଧଡକନ ଚାଲିଛି, ଆମର ହୃତ୍ପିଣ୍ଡ କ୍ରିୟା କରି ଚାଲିଛି। ସେଇଭଳି ସବୁବେଳେ ସବୁବେଳେ ଠାକୁରଙ୍କ ଯୋଗୁ ଆମେ ବଞ୍ଚିଛୁ। ଠାକୁରଙ୍କ ଯୋଗୁ ଆମର ଚିନ୍ତା, ଠାକୁରଙ୍କ ଯୋଗୁ ଆମର କର୍ମ। ଏଇଟା ଯେତେବେଳେ ଆମେ ଭୁଲିଯିବୁ, ସେଇ ନାମଟା ସ୍ପନ୍ଦିତ ସବୁବେଳେ ଅହରହ ହଉଥିବା ଉଚିତ। ତେଣୁ ଠାକୁର ତାର କ୍ଲୁ ଦେଇଛନ୍ତି। ତେଣୁ ଠାକୁର ହେଲେ ଏଇ ଯୋଉ ଦୀକ୍ଷା ପରେ ଆମେ ଠାକୁରଙ୍କ ସହିତ ବନ୍ଧା ହେଇଯାଉ। ଗୋଟେ ଏକ୍ସାମ୍ପଲ ଦିଆଯାଏ, ଗୋଟେ ଗୋଟେ ଖମ୍ବ ଧରନ୍ତୁ ବନ୍ଧା ହେଇଛି, ଖମ୍ବଟେ ବନ୍ଧା ହେଇଛି ପାଣି ଭିତରେ, ଚିଲିକା ହ୍ରଦରେ ଗୋଟେ ଖମ୍ବ ବନ୍ଧା ହେଇଛି ଏବଂ ତା ପାଖରେ ଗୋଟେ ଦଉଡି ଅଛି। ସେ ଦଉଡି ଉପରେ ଗୋଟେ ପ୍ଲବ ଥାଏ ଯୋଉଟା ଭାସୁଥାଏ। ସେ ପ୍ଲବଟା ଅଛି, ଧରନ୍ତୁ ଆପଣ ପହଁରୁ ପହଁରୁକୁ ହାଲିଆ ହେଇଗଲେ, ସେ ପ୍ଲବଟା, ସେ ଦଉଡିଟା ଆପଣଙ୍କୁ ଦିଶିଲା, ସେ ଦଉଡିକି ଧରିକିରି ଆପଣ ସେଣ୍ଟର ପର୍ଯ୍ୟନ୍ତ ଯାଇପାରିବେ। ତେଣୁ ଶ୍ରୀ ଶ୍ରୀ ଠାକୁର ହେଲେ ଆମର କେନ୍ଦ୍ର, ଜୀବନର କେନ୍ଦ୍ର। ସେ ଆମ ଭିତରେ ଅଛନ୍ତି, ବାହାରେ ବି ଅଛନ୍ତି, ଅନ୍ତରିକ୍ଷରେ ବି ଅଛନ୍ତି। ତେଣୁ ଠାକୁରଙ୍କର ଏଇ ଯୋଉ ଦଉଡିଟା ଦୀକ୍ଷା ମାଧ୍ୟମରେ ଆମକୁ ଧରେଇ ଦିଆହେଲା, ଆମର ଗତି ହେଲା, ଆମର ଗତି ଆଉ ସାଧନା, ଆମର ରାସ୍ତା ସବୁ କିଛି ଠାକୁର। ଆମର ଚଲାପଥ ବି ଠାକୁର, ଆମର ଗନ୍ତବ୍ୟ ବି ଠାକୁର। ଆମେ ନିଜେ ବି ଠାକୁରଙ୍କ ପାଖକୁ ଯିବାକୁ ଚାହୁଁଛୁ, ଠାକୁରଙ୍କର ପ୍ରତିନିଧି, ପ୍ରତିଭୁ ଆମ ଭିତରେ ଆତ୍ମା ଆକାରରେ ବିଦ୍ୟମାନ। ଆତ୍ମା ପରମାତ୍ମାର ମିଳନ ପାଇଁ ଆମକୁ ଦୀକ୍ଷାଟା ଦିଆହେଲା। ତେଣୁ ସେଇ ଦଉଡିଟା ଧରି, ସେଇ ମନ୍ତ୍ର ଜପ ନାମ ଜପକୁ ଧରି ମନରେ ଭାବ ଓ ଅନୁରାଗ, ଅନୁରାଗଟା ବହୁତ ବଡ ଜିନିଷ। ଯେ କେତେକ ଅଛନ୍ତି ଯେତେବେଳେ ଖାଇବାକୁ ବାଢନ୍ତି, ଧଡକିରି ଥାଳିଟା ଥୋଇ ଦିଅନ୍ତି ଏବଂ ରୁଟିଟା ମାନେ ଟେକା ପକେଇଲା ଭଳିଆ ରୁଟିଟା ପକାନ୍ତି ଥାଳି ଉପରକୁ। ଏଟା ଅତି ବିରକ୍ତିକର ଅବସ୍ଥା। ଆସନ ପକେଇ ଦିଅନ୍ତି, ବସ, ଚେୟାରଟା ଧଡକିରି ଥୋଇ ଦିଅନ୍ତି। ଗୋଟେ ସମସ୍ତେ ଗୋଟେ ବସ୍ତୁର ବି ସେନ୍ସିଟିଭିଟି ଅଛି, ବସ୍ତୁର ବି ଶାଳା ପ୍ରବଣତା ଅଛି। ତାକୁ ଦୁଃଖ ଲାଗିବ ଚେୟାରଟା ଫୋପାଡି ଦେଲେ,
ଟେବୁଲରେ ବାଡେଇ ହେଇଗଲେ। ସେମିତି ସବୁ ବିଷୟରେ ଗୋଟେ ଶୃଙ୍ଖଳା, ଗୋଟେ ସାବଲୀଳତା ଆଉ ଗୋଟେ ଭଦ୍ର ପରିବେଶ ଆମେ ସୃଷ୍ଟି କରିବା ଉଚିତ ସବୁ ସମୟରେ। ତେଣୁ ଏ ଦୀକ୍ଷା ମାଧ୍ୟମରେ ଆମେ ଠାକୁରଙ୍କ ଆଡକୁ ଯାଉଛୁ 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 ଏଇ ଭାବନା ରଖି ଅନୁରାଗର ସହିତ। ହୋଟେଲ ବୟ ଯୋଉ ଆମକୁ ଖାଇବାକୁ ଦିଏ ଅନୁରାଗ ସହିତ ଦିଏନି, ମା କେତେ ଯତ୍ନର ସହିତ ସାଇଜ କରିକିରି ଭାତକୁ ସାଇଜ କରିକିରି ମା ଆମ ପାଖରେ ଦିଏ, ଆମ ପାଖରେ ଜଗିଥାଏ, ବିଞ୍ଚି ଦିଏ, କହେ ବାପରେ ଖା, ତରକାରୀ ଟା କେମିତି ଲାଗୁଛି, ଭଲ ଲାଗୁଛି କି ନାଇଁ। ସେ ମା ପୁଅର ସମ୍ପର୍କ ଆଉ ଅତିଥିର ସମ୍ପର୍କ ବି ସେଇଆ। ସମସ୍ତେ ଆମେ ଭାଇ ଭାଇ, ସମସ୍ତେ ଆମେ ଇଷ୍ଟ ବନ୍ଧନରେ ବନ୍ଧା। ସମସ୍ତଙ୍କ ପ୍ରତି ଆମର ସ୍ନେହ ମମତା, ଆମମାନଙ୍କର ନିଜ ପର କେହି ନାହିଁ। ଠାକୁରଙ୍କର ବି ନିଜ ପର କେହି ନଥିଲେ। ସମସ୍ତଙ୍କୁ ସେ ଆପଣାର କରି ନଉଥିଲେ, ସମସ୍ତଙ୍କ ସହିତ ହୃଦୟ ବ୍ୟବହାର କରୁଥିଲେ। ସେଇ ଗୋଟିକ ଯାହା ଆମେ ନ ଶିଖି ପାରିବା, ଯିଏ କିଏ ଦୂରରୁ ଆସିଛି ତା ପେଟର ଭୋକ ସିନା ମା ଜାଣେ, କିନ୍ତୁ ଠାକୁର ଜାଣିପାରୁଥିଲେ। ଠାକୁର କହୁଥିଲେ ଜଣେ ବ୍ରହ୍ମଜ୍ଞାନ ପାଇଁ ଆସିଥିଲା, ଠାକୁର କହିଲେ ଯା ଆନନ୍ଦ ବଜାରରେ ଖାଇକି ଆ। ସେ ପ୍ରକୃତ ତାର ସେତେବେଳେ ଅନ୍ନ ବ୍ରହ୍ମ ଦରକାର ଥିଲା, ତାର ସେ ମନ ପ୍ରାଣ ଇତ୍ୟାଦି ଇତ୍ୟାଦି ଦରକାର ନଥିଲା। ସେ ଅନ୍ନ ବ୍ରହ୍ମ ଯେତେବେଳେ ପଡିଗଲା ତା ମନଟା ଶାନ୍ତ ହେଇଗଲା। ଆମମାନେ କିନ୍ତୁ ଅନ୍ନମୟ କୋଷ ଭିତରେ ଆବଦ୍ଧ ହେଇ ରହିଯାଉଛୁ। ଜୀବନ ସାରା ଆମର ଖାଲି ଖାଇବା ଚିନ୍ତା ଏବଂ ଖାଇବା ପାଇଁ ଚାକିରି, ଖାଇବା ପାଇଁ ଦୌଡ଼ ଇତ୍ୟାଦି ଇତ୍ୟାଦି। ଆମେ ସେଠି ଖାଇବା ବିଷୟରେ ସବୁବେଳେ ମଗ୍ନ, କିନ୍ତୁ ଅନ୍ନମୟ ପରେ ଯୋଉ ମନୋମୟ କୋଷ ଅଛି, ପ୍ରାଣମୟ କୋଷ ଅଛି, ବିଜ୍ଞାନମୟ କୋଷ ଅଛି, ଆନନ୍ଦମୟ କୋଷ ଅଛି, ଠାକୁର ଆମମାନଙ୍କୁ ସେଇ ଆନନ୍ଦମୟ କୋଷ ଆଡକୁ ନବାକୁ ଚାହିଁଛନ୍ତି। ଆମ ଶରୀରଟା କେବଳ ଗୋଟେ ବସ୍ତୁ ନୁହଁ, କେବଳ ଚର୍ମ ମାଂସ ଅସ୍ଥି ମଜ୍ଜା ବୀର୍ଯ୍ୟ ରକ୍ତ ଏଇଥିରେ ଶରୀର ଗୋଟେ ନେଇନି। ଏ ଶରୀରରେ ଗୋଟେ ଶାଳା ପ୍ରବଣ, ଗୋଟେ ସେନ୍ସିଟିଭ, ଗୋଟେ ଭାବ ପ୍ରବଣ ମନ ଅଛି। ସେ ଭାବ ପ୍ରବଣ ନିଜର ମନ, ତେଣୁ ଆଇ ଲଭ୍ ମି ବୋଲି କହିବା କଥା। ପ୍ରଥମେ ମୁଁ ନିଜକୁ ଭଲ ପାଇବି, ନିଜର ପୋଷାକ ପତ୍ର, ନିଜର ଜିନିଷ ପତ୍ର, ନିଜର ସବୁ ଆସବାବ ପତ୍ର ତାର ମୁଁ ଯତ୍ନ ନେବି, ନିଜେ ଜ୍ଞାନ ଅର୍ଜନ କରିବି, ନିଜର ମନକୁ ମୁଁ ପୋଷଣ ଦେବି, ମୋର ଶରୀରକୁ ପୋଷଣ ଦେବା ପାଇଁ ମୁଁ ଜିମ୍ ଯାଇପାରେ, ମୁଁ ପ୍ରୋଟିନ ଫୁଡ ଖାଇପାରେ, ମୁଁ ଭିଟାମିନ ଗଣ୍ଡା ଗଣ୍ଡା ଭିଟାମିନ ଖାଇପାରେ ଇତ୍ୟାଦି ଇତ୍ୟାଦି। ମୁଁ ଏଇ ଯୋଉ ବାଲାନ୍ସ ଡାଏଟ ଅଛି ତାକୁ ବି ଖାଇପାରେ। କିନ୍ତୁ ଶରୀରର ଯେତେବେଳେ ଉଦ୍ବର୍ଦ୍ଧନ ହଉଛି ଆଉ ମନର ଜ୍ୟୋତି ଯଦି ନାହିଁ, ମନ ଯଦି ଶୁଖି ଯାଇଛି, ଆପଣ ଯେତେ ଭଲ ଖାଆନ୍ତୁ, ଆପଣ କିଛି ଗୋଟେ ଦୁର୍ଘଟଣା ଘଟିଥିବ, ଆପଣ ଯଦି ପରୀକ୍ଷାରେ ଫେଲ ହେଇଥିବେ, ଯେତେ ଭଲ ଖାଇବା ଆପଣଙ୍କ ପାଖରେ ଥୋଇଲେ ବି ଆପଣ ତାର ରସ ଗ୍ରହଣ କରିପାରିବେ ନାହିଁ। ସେ ଯାହା ହଉ, ଆମେ ମନକୁ ଜିତିବାକୁ ପଡିବ, ନିଜର ମନକୁ ଜିତିବାକୁ, ସଂଯତ କରିବାକୁ, ରିଆକ୍ସନ ଯୋଉ କରିବା, ଆମେ ଯୋଉ ପ୍ରତିକ୍ରିୟା କରିବା, ଏଇଟା କାହା ମନରେ କେମିତି ଦୁଃଖ ନ ଦଉ। ଆମେ ଅଧିକାଂଶ ସମୟରେ ଏମିତି କାମ କରୁ, ଲୋକଙ୍କୁ ଏମିତି ଚାହୁଁ, ଏମିତି ବ୍ୟବହାର କରୁ, ଏମିତି ଅଙ୍ଗଭଙ୍ଗୀ ଦେଖୁ ଯେ ସେମାନେ ଆମ ଉପରେ ବିରକ୍ତ ହୁଅନ୍ତି। ତେଣୁ ଠାକୁରଙ୍କର ପ୍ରିନ୍ସିପଲ ହେଲା, ତମକୁ ଯେ କେତେବେଳେ ପ୍ରବଳ ଗାଳି ଦେଲା, ପ୍ରବଳ ଗାଳି ଦେଲା କି ମାଡ ଦେଲା କି ଯାହା କଲା, ସେଟା କର୍ମ ଫଳ ତମର। ସେ ତମେ ସେମିତି କିଛି କରିଛ ଯାହା ଫଳରେ କି ତାର ରିଟର୍ଣ ଟା ପାଉଛ। ଠାକୁର ସେଇଥିପାଇଁ କହିଲେ ତୁ ନିଜ ଭିତରେ ଖୋଜିକି ଦେଖ, ତୋ ଭିତରେ ଏମିତି କଣ ଗୋଟେ ଅଳିଆ ଅଛି, ଏମିତି କଣ ଗୋଟେ କଦର୍ଯ୍ୟ ଭାବନା ତୋ ଭିତରେ ଅଛି ଯେ ସେ ଲୋକଟା ତମ ଉପରେ ଗାଳି ବର୍ଷଣ କଲା, ତମକୁ ରାଗିଲା ଇତ୍ୟାଦି ଇତ୍ୟାଦି। ଠାକୁରଙ୍କ ଉପରେ ବି ପ୍ରବଳ ଆଟାକ ହେଇଛି, ଠାକୁରଙ୍କ ବିରୁଦ୍ଧରେ ବି ସେମିତି କେତେ ଲିଫଲେଟ କେତେ ପାମ୍ପଲେଟ ହେଇଛି। ଠାକୁରଙ୍କ ଦେହଜୀବୀ ବି ଠାକୁରଙ୍କ ରୁମକୁ ଆସି ତାକୁ ମାଡି ବସିଛି। ବିଭିନ୍ନ ପ୍ରକାର ଘଟଣା ଘଟିଛି। ବିଭିନ୍ନ ମାୟାବୀ ଲୋକ, ସେ ମାୟାର ସେ ମାୟାଧୀଶ, ସେ ମାୟାର ମାଲିକ, ତାଙ୍କୁ ବି ଏଇ ଯୋଉ ମାୟାବିନୀ ଆଉ ମାୟାବୀ ରାକ୍ଷସ ମାନେ, କୃଷ୍ଣ ସାହୁ ଭଳିଆ ଲୋକ ତାଙ୍କ ବିରୁଦ୍ଧରେ ପ୍ରଚାର କରି ମୁଁ ସବୁ ଜାଣିଗଲି, ମୁଁ ଠାକୁର ହେଇଗଲି, ଠାକୁର ଅଳ୍ପ ଦିନରେ ମରିଯିବେ, ତୁମେ ସବୁ ମୋଠୁ ଗ୍ରହଣ କର, ମୋଠୁ ଜ୍ଞାନ ଗ୍ରହଣ କର। ଠାକୁର ବି ସେମିତି, ଠାକୁର ବି ତାକୁ ଖେଳେଇବା, ଲୀଳା କରିବା ଭକ୍ତମାନଙ୍କ ସହିତ, ସେଥିରେ ବି ଧୁରନ୍ଧର। ଠାକୁର ବି ତାକୁ ଲୋକ ଭକ୍ତମାନଙ୍କୁ କହିଲେ, କହିଲେ ଯାହା କୃଷ୍ଣଦାସଠୁ ଶୁଣିବ ଜ୍ଞାନ, କେତେବେଳେ ପଠେଇ ଦିଅନ୍ତି କେଷ୍ଟଦାଙ୍କ ପାଖକୁ ଇତ୍ୟାଦି ଇତ୍ୟାଦି। ରୋଗୀ ଆସିଲେ ପଠେଇ ଦିଅନ୍ତି ପାରିଦାଙ୍କ ପାଖକୁ, ଆଉ କୌଣସି ଲୋକ ଆସିଲେ ଜ୍ୟୋତିଷଙ୍କ ପାଖକୁ ପଠେଇ ଦିଅନ୍ତି। ଠାକୁର ଏ ଯୋଉ ସେବା କରିବାରେ କେବଳ ଯେ ଡ୍ରେନ କିଲର, କେବଳ ଯେ ଆମର ଖରାପ ଗୁଣ ଗୁଡିକ ନଷ୍ଟ କରିବାକୁ, ଆମର ଆଳସ୍ୟ ଦୂର କରି ଆମକୁ କର୍ମୀ କରିବାକୁ ସେ ଚାହିଁଛନ୍ତି ତା ନୁହଁ। ଆମର ଭବିଷ୍ୟତ ମଙ୍ଗଳ ତାଙ୍କ ଆଖି ଆଗରେ ଜକଜକ ହେଇ ଦିଶୁଛି। ଆମର ଭବିଷ୍ୟତ ଦୁର୍ବିପାକ, କଣ କଣ ଖରାପ ଜିନିଷ ଘଟିଯିବ, ଆମେ କେମିତି ଉଦ୍ଧାର ପାଇବା, ସେ ଦୃଷ୍ଟି ତାଙ୍କର ପ୍ରଜ୍ଞା ଦୃଷ୍ଟି। ଯେମିତି ସେ ଦହିବାଲାର କଥା ଅଛି, ସବୁଦିନେ ଆଶ୍ରମକୁ ଆସିକି ଦହି ଦେବା ପାଇଁ ତାକୁ କହିଥିଲେ,
सी किसी दिन तार बहुत पैसा होगा सी किसी दिन अवॉइड करदेला दही आउ देला नहीं तापर खबर मिले जे से कहीं आसुना जदि खोज नेले आम कह खोज नौचु किए बंची कि किए मला आम कौन खोज नौचु किंतु ठाकुर समग्र जगतर खबर नौथिले कहार कौन है दिशी जाऊला तेणु तांको प्रति जे उन्मुख थिला तांको प्रति जार ट्यूनिंग थिला ठाकुरंकर रेडियो सेंटर जे लगेची से ठाकुरंकर बाणी शुणी पारे ठाकुरंकर उपदेश शुणी पारे ठाकुरंकर निर्देश भी शुणी पारे तेणु ठाकुर से जो प्रथम आसिला ठाकुर ताको देखी पारे तार गोटे गोड़ नाही देखी पारे तापर से गोड़टा को यूज करिया चाहिए से गोड़टा जिते ठाकुरंकर सेवारे व्यवहार हो पारा से गोड़टी रहिबो सेटा यथार्थ आपण जदि ठाकुरंको पई जहा यूज करिवे ठाकुरंको पई आपण जदि सर्वस्व देई देले सेटा आपणकर पुंजी हे रहिला परलोक पई नुहे एई लोक पई एई लोक रे भी आपण बहु आनंद पाइबे तेणु से गोड़टा जिते ठाकुरंको पई यूज न होई अहंकार बसत धन गर्भ हो गला से पैसा गुड़े कमेला से आउ ठाकुरंको दही देला नहीं आश्रम रे तापर ता गोड़टी गोटे ट्रेन एक्सीडेंट रे कटिगला तेणु ठाकुर आमर भवितव्य जापारती आम कौन आमर जोगक्षम से बहन करती गीतार जो कथा अच्छी आम जहाँ जहाँ संपत्ति कमेचु ताहा रहिबो जदि ठाकुर यूज हुए एवं सेतिक चलीजिवो जदि व्यक्ति सर्वस्व हो आम जदि इंद्रिय प्रवणता आमर बढ़े भल खाइबा भल पिंधिबा बहुत बुलिबा बहुत मस्ती करिबा एवं ठाकुरंकर काम जदि न करिबा ठाकुरंकर योजन जाजन इष्टवृत्ति सदाचार जदि मेंटेन न करिबा आमे अवक्षय आड़ को जीवा आमे मृत्यु मुखरे पतित होगा ठाकुर को जदि आमे आड़े आड़े मानिबा आमर स्मृतिवाही चेतना आमर रही पारिबो से जाऊ ये जो दीक्षा सहित आमर तांको सहित बंधन तापर आउ गोटे जिनस है ठाकुरंकर गोटे आकर्षण प्रबल आकर्षण शक्ति थिला आकर्षण शक्ति बल तांको पाखु लोक माने आसुथिले तांको पाखरे लोक माने भी बहुत दिन छुट्टी नेइकिरी सेठी रहउथिले अनेक लोक भी सेठी जमी जागा जमी किणी सेठी घर करिकिरी रहउथिले बहुत दिन धरी ठाकुरंकर अंग संग लाभ करिबा पाई एठी गोटे जिनस कहि रखे आमर जो मनीष जीवन एटा सार्थक होबा पाई आमर तीनटा जिनस दरकार गोटे हला संत संत माने साधु संत माने आचार्य संत माने ज्ञानी गुणी लोक एवं तापर हेला ज्ञानी गुणी लोक जे किंतु जे गुड़े पाठ पढ़ी शास्त्र घोषिची गीता भागवत गलगल करी रामचरित मानस गलगल करी कही जाउची किंतु तार आचरण किछि नाही से आचरण जदि नाही खाली उच्चारण रो किछि मूल्य नाही तेबळ से भली संत जहा निज जीवन रे ग्रंथरु जहा पढ़िला ताकू जदि जीवन रे न लगेला से संत मूल्यहीन तार जो भाषण जो प्रवचन काम दब नहीं लोकों भितर संचारित हम नहीं ठाकुर से विषय रे गोटे एग्जांपल देइचंती तमे धर 16 अणा शिखिल तमे जनकु शिखेइल सेथुरु 16 अणा शिखेइ परिबो नै तमर कैपेसिटी कम गुरुंगठु जहा शिखिल ताका पछरे तांकर पावर अछि तांकर आशीर्वाद अछि तमे सेठी शिखिल तम जीवन को धन्य कल तमे जते बेले अन्य को शिक्षा को जीवो सेते बेले सेटा 8 अणा आइ जीवो अधा आइ जीवो से लोक जदि आउ जणकु शिखेइबो सेटा 4 अणा आइ जीवो आमर जो संचारण शक्ति आमर काहेकि रहू नाही आमे जो आदर्श नहीं चलीचु जो आदर्श नहीं आमे आनंद कहूचु जो रसगोला आमे खाऊचु जो रसमलाई खाई आमे सब बेले खुशी रे रहूचु सेही रसमलाईटा केमिति अन्य माने खांतु अन्य माने कहीं सेही आचरण करंतु सदाचार स्वस्थयनी इत्यादि दीक्षा नहीं से माने केमिति मंगलमयंकर आशीर्वाद पाई आनंद रे रुहंतु हस हस खुशी भरा जीवन तांकर हेई जाऊ तांकर दुख को से खातिर न करी ठाकुरଙ୍କ କଥା ଚିନ୍ତା କରି କରିକିରି ତାଙ୍କର ଜୀବନ ଯାଉ ଆନନ୍ଦମୟ ହଉ ଏଇଟା ଆମେ ଚାହୁଁଛୁ କିନ୍ତୁ ଆମେ ସେଇ ଯୋଉ ଆନନ୍ଦଟା ଆମେ ସଞ୍ଚାରିତ କରିପାରୁନୁ କାରଣ ଆମର ଠାକୁରମୟ ହେଇପାରୁନୁ ଆମର ଭାଇବ୍ରେସନଟା ସେତେ ପାୱାରଫୁଲ ହଉନି ମୁଁ ପଢୁଥିଲି ଏଇ ଯୋଉ ଅନ୍ୟ ଜାଗାରେ ଯୋଉଠି ଜଳ ଅଛି ଯୋଉଠି ମଙ୍ଗଳ ଗ୍ରହ ହେଲା କି ଚନ୍ଦ୍ର ହେଲା ଯୋଉଠି ବରଫ ଅଛି ସେ ବରଫରେ ଆମର ଏଠି ଯୋଉ ଅକ୍ସିଜେନ 20% ଅଛି ବାୟୁମଣ୍ଡଳରେ ସେଇଟା ଆମକୁ ସଞ୍ଜୀବିତ କରିବା ପାଇଁ ଆମକୁ एनर्जी देवाई से ऑक्सीजन टा सफिशिएंट एवं जिते जार ऑक्सीजन जार लंग्स खराब हो जाए हार्ट खराब हो जाए तार ऑक्सीजन सैचुरेशन जमती कोविड आमको देखईदेला ऑक्सीजन थिले भी आम ऑक्सीजन ग्रहण करने आम लंग्स सक्षम नुहे आमर ज्ञान थिले भी से ज्ञानटा संचारित करने आम सक्षम नुहे
କାରଣ ଆମର ଆଚରଣରେ ସେଗୁଡ଼ିକ କଣ୍ଟାଏ କଣ୍ଟାଏ ଠାକୁରଙ୍କର ଯୋଉ ଉପଦେଶ ଅଛି ଆମେ ମାନିକି ଚଳି ପାରୁନୁ ବୋଲି ସେଟା ସଞ୍ଚାରିତ ହେଇପାରୁନି। ସେ ଯାହା ହଉ, ସେଟା ଗୋଟେ ଜିନିଷ ହେଲା ସନ୍ଥ ଜ୍ଞାନ ଆହରଣ କରିବାକୁ ପଡିବ। ଏଇ ଯୋଉ କମ୍ପ୍ୟୁଟର ଯୁଗରେ, ଏଇ ଯୋଉ ଗୁଗୁଲ ଯୁଗରେ ଆମେ ବହି ପଢିବାଟା ଛାଡି ଦେଇଛୁ, ତା ଫଳରେ ଆମର ବହୁତ କ୍ଷତି ହେଉଛି। ଆମର ଅନ୍ତର୍ଦୃଷ୍ଟି ଜାଗ୍ରତ ହେଇପାରୁନି, ଆମର ଜିଜ୍ଞାସା, ଆମର ଯୋଉ ଜାଣିବାକୁ ଇଚ୍ଛା ସେଟା ଅଧା ଅଧୁରା ରହିଯାଉଛି। ଠାକୁର ଥିଲେ ଜ୍ଞାନ ସମୁଦ୍ର, ସେ ସମୁଦ୍ର ଭିତରୁ ଆମେ କେତେ ପାଇଛୁ କଣ ଜାଣିଛୁ। ତେଣୁ ଆପଣ ଯେତିକି ଜାଣିବେ, ଯେତେ ପଢିବେ, ଠାକୁର କହିଛନ୍ତି ଆମେ ବେମାଲୁମ ହେଇଯିବୁ। ଯେତେ ଭିତରକୁ ଭିତରକୁ ଯିବୁ ଆପଣ ନିଜେ ହଜିଯିବେ। ତେଣୁ ତାପରେ ସେକେଣ୍ଡ ଜିନିଷଟା ଆସିଲା ଗ୍ରନ୍ଥ। ସେଇ ସନ୍ଥ ମାନେ ଗ୍ରନ୍ଥ ସୃଷ୍ଟି କରିଛନ୍ତି, ଗ୍ରନ୍ଥ ଆନାଲାଇଜ କରିଛନ୍ତି। ଠାକୁରଙ୍କର ଜୀବନ ଲୀଳାର ବିଭିନ୍ନ କଥା ଆଲୋଚନା ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ଗ୍ରନ୍ଥରେ ଅଛି, ଏବଂ ଠାକୁରଙ୍କର ଭକ୍ତ ମାନଙ୍କର ବି ଗ୍ରନ୍ଥ ଅଛି। ସେ ଗ୍ରନ୍ଥ ମାନଙ୍କରେ ଆମେ କେତେ ବୁଡିଲୁ। ଆମେ କେତେ ଜଣ ଓଡିଆ ଲୋକ ବଙ୍ଗଳା ଶିଖିବାକୁ ଚେଷ୍ଟା କଲୁ, କି ଚେଷ୍ଟା କରିକିରି ସଫଳ ହେଲୁ ଏବଂ ବଙ୍ଗଳା ଗ୍ରନ୍ଥ ଅରିଜିନାଲ ଗ୍ରନ୍ଥ ଆଣିକି ପଢିଲୁ। ଆମର ସେ ସବୁ ପ୍ରକ୍ରିୟା ନାହିଁ। ଆମେ ସବୁବେଳେ ଚାହିଁବୁ ଓଡିଆରେ କଣ ଅଛି ଦିଅ, ଆମେ ସହଜ ମାର୍ଗକୁ ଚାହିଁବୁ। ଆମେ କଷ୍ଟ କରିବୁ ନାହିଁ, ସାଧନା କରିବୁ ନାହିଁ, କିନ୍ତୁ ଆନନ୍ଦ ପାଇବୁ, ଆମ ଚେହେରା ସୁନ୍ଦର ରହିବ, ଆମକୁ ସମସ୍ତେ ମାନିବେ। ଏଇଟା କଣ ସମ୍ଭବ? ଆଚରଣ ବଳରେ ତମେ ଯଦି ଉପରକୁ ଉଠିବ ତମକୁ ବଳେ ମାନିବେ। କାରଣ ତମେ ଯଦି ପ୍ରକୃତିକୁ କଣ୍ଟ୍ରୋଲ କରିବ, ପ୍ରକୃତି ତମକୁ ପ୍ରଶଂସା କରିବ, ଆନନ୍ଦ ହେଇଯିବ, ତମକୁ ଦେଖିକି ସମସ୍ତେ ଖୁସି ହେଇଯିବେ। ତାପରେ ହେଲା ଗ୍ରନ୍ଥ। ତେଣୁ ଆମେ ଗ୍ରନ୍ଥ ବିଷୟରେ ବୁଡିବା ଦରକାର। ତାପରେ ହେଲା ତୀର୍ଥ। ତୀର୍ଥ ହେଲା ସନ୍ଥ ମାନେ ଯୋଉଠି ବାସ କରନ୍ତି ସେଟା ହଉଛି ତୀର୍ଥ। ଠାକୁର ସେଇଟାକୁ ବି ଛାଡି ନାହାନ୍ତି। ଠାକୁର ଆମର ପରମ୍ପରା, ଆମର ଜାତକ, ଆମର ଜ୍ୟୋତିଷ, ଗ୍ରହ ଇତ୍ୟାଦିର ପ୍ରଭାବକୁ ବି ଠାକୁର କାଟି ଦେଇନାହାନ୍ତି। ଠାକୁର ସବୁ ହାଡେ ହାଡେ ମାନି ଚଳିଛନ୍ତି ଆମର ପରମ୍ପରାକୁ। ତେଣୁ ତୀର୍ଥ ହେଲା ଦେଓଘର ଆମର ତୀର୍ଥ। ଆମର ପାଖରେ ଯୋଉ ମନ୍ଦିର ଅଛି, ଯୋଉ ଉପଯୋଜନା କେନ୍ଦ୍ର ଅଛି, ସେଗୁଡିକୁ ବି ଆମର ତୀର୍ଥ। ଆମେ ସେଠିକି ବାରମ୍ବାର ଯିବା କଥା। ଏମିତି ଲୋକ ଅଛନ୍ତି ସେମାନେ ଡେଲି ଜଗନ୍ନାଥ ଦର୍ଶନରେ ଯାଆନ୍ତି, ପୁରୀ ଲୋକ। ଆଉ ବାହାର ଲୋକ ଯୋଉମାନେ ଅଛନ୍ତି ସପ୍ତାହରେ ଥରେ ଯାଆନ୍ତି। କେତେକ ଲୋକ ଅଛନ୍ତି ସେକେଣ୍ଡ ସଟରଡେ ଫୋର୍ଥ ସଟରଡେ ଯାଆନ୍ତି, କେତେକ ଅଛନ୍ତି ମାସକୁ ଥରେ ଯାଆନ୍ତି। ତେଣୁ ଠାକୁର କହିଛନ୍ତି ମିନିମମ୍ 3 ମାସରେ ଥରେ ମୋ ପାଖକୁ ଆସ, ଯଦି ନହେଲା ବର୍ଷକୁ ଆସ, ଇତ୍ୟାଦି। ଆମକୁ ରିଲାକ୍ସେସନ ଦେଇଦେଇଛନ୍ତି। କିନ୍ତୁ ଯେତେ ତୀର୍ଥକୁ ଯିବ ସେତେ ଚାର୍ଜ ହେଇକି ଆସିବ। ସେତେ ତୀର୍ଥକୁ ଖାଲି ମାନେ କଣ ପିକନିକ କୁ ଗଲା ଭଳିଆ, କେବଳ ଏକ୍ସକର୍ସନ ଟୁର, ଚତୁର୍ଧାମ ଗଲା ଭଳିଆ ଟ୍ରେନରେ ରିଜର୍ଭ କରିକିରି, ସେତେ କିଛି ଲାଭ ନାହିଁ। ତମେ ଯଦି ନାମମୟ, ମନ୍ତ୍ରମୟ, ଭାବମୟ କିଛି ଶିଖିବାକୁ ଆଗ୍ରହ ନକରି ଯଦି ତୀର୍ଥକୁ ଗଲ, ତୀର୍ଥରୁ କିଛି ଫାଇଦା ମିଳିବ ନାହିଁ। ତାପରେ ଆମର ବ୍ୟବହାରଟା ବହୁତ ଇମ୍ପୋର୍ଟାଣ୍ଟ। ଏଇ ଯୋଉ ବ୍ୟବହାର, ଠାକୁର କହୁଥିଲେ କିଏ ଗୋଟେ ଆସିଛି ତାକୁ କହିଲେ କଣ ଖାଇଛୁ, ଯାହା ଖାଇକି ଆସିବୁ। ତାପରେ ବ୍ରହ୍ମଜ୍ଞାନ କଥା, ସେ ଖୁସି ହେଇଗଲା। ଆଉ ସ୍ପେନ୍ସର ଯେତେବେଳେ ଆସୁଛନ୍ତି, ଠାକୁରଙ୍କର ବର୍ଣ୍ଣନା ଅଛି, ତାକୁ ତା ଚାହିଁକି ମୁର୍କି ମୁର୍କି ହସ। ଠାକୁରଙ୍କର ଠାଣି, ଠାକୁରଙ୍କର ଅଙ୍ଗଭଙ୍ଗୀ, ଯୋଉଟା କୁହାଯାଏ ବଡି ଲାଙ୍ଗୁଏଜ, ଯୋଉଟା କୁହାଯାଏ ଇସାରା। ଯେତେବେଳେ ପୁଅ ଝିଅ ପରସ୍ପରକୁ ଭଲ ପାଆନ୍ତି, ତାଙ୍କର ପ୍ରତିଟି ଇସାରା, ପ୍ରତିଟି ଅଙ୍ଗଭଙ୍ଗୀ, ପୁଅର ଅଙ୍ଗଭଙ୍ଗୀ ଝିଅକୁ ଭଲ ଲାଗେ, ଝିଅର ଅଙ୍ଗଭଙ୍ଗୀ ପୁଅକୁ ଭଲ ଲାଗେ। ମା ଝିଅ ଯେତେବେଳେ କଥାବାର୍ତ୍ତା ହୁଅନ୍ତି କି ଆନନ୍ଦ, ତାଙ୍କର ବଡି ଲାଙ୍ଗୁଏଜ ଆପଣ ଦେଖିବେ, ଠରାଠରି ହଉଥିବେ, କେତେ ଖୁସି। ମା ପୁଅକୁ ଦେଖିବ, କୁନି ପୁଅକୁ ଦେଖିବ, କି ଖୁସି ହେଇଯିବ। କୁନି ଛୁଆ ବି କେତେ ଖୁସି ହେଇଯିବ ମାକୁ ଦେଖେ। ଆମେ ସେମିତି ଅନ୍ୟ ମଣିଷକୁ ଦେଖି ଆମେ ଖୁସି ହେଇଯିବା କଥା। ସ୍ପେନ୍ସର ଯାହା ଯେତେବେଳେ ଆସୁଛନ୍ତି ବହୁତ ଦିନ ପରେ, ଠାକୁର ତାକୁ ଚାହିଁକିରି ଆଖି ମିଟିକା ମାରିବା, ଖୁସି ହବା, ଅଙ୍ଗଭଙ୍ଗୀ କରିବା, ଆଉ ତାକୁ ଡାକିଲେ। ତାକୁ ଡାକିକିରି ତାର ଦି ଗାଲରେ ତାକୁ ଚୁମ୍ବନ ଦେଲେ। ତାପରେ ତାକୁ କହିଲେ ତୁ ତ ହାଲିଆ ହେଇକି ଆସିଛି, ଯାହା ବିଶ୍ରାମ ନବୁ, ଖାଇ ପିଇକିରି ସୁସ୍ଥ ହୁଅ, ତାପରେ ଆସି କଥାବାର୍ତ୍ତା ହବା। ଠାକୁର ପ୍ରତିଟି ଲୋକର ସେ ବନ୍ଧୁ, ପରମ ବନ୍ଧୁ, ଆତ୍ମୀୟ ବନ୍ଧୁ, ପ୍ରେମମୟ ବନ୍ଧୁ। ତେଣୁ ଗୋଟେ ଲୋକକୁ ଦେଖିଲେ ସେ ଖାଇ ନାହିଁ ବୋଲିକି ଆମେ ତାକୁ ପାଳି ଦବା। ଆମ ଭାରତୀୟ ପରମ୍ପରାରେ ଅଛି, ଗୋଟେ ଲୋକ ଆସିଲେ ତାକୁ ଆଗ ପାଣି ଗିଲାସେ ଦବ। ତାପରେ ଯଦି ଗୁରୁଜନ କିଏ ଆସିଥାନ୍ତି ତାଙ୍କୁ ପାଣି ଦବ। ଗୁରୁଜନ କଣ, ସାଧାରଣ ଲୋକ ବି ଗୋଡ ହାତ ଧୋଇକିରି, ଆମ ଘର ଗୋଟେ ମନ୍ଦିର, ଗୋଡ ହାତ ଧୋଇବାର ବ୍ୟବସ୍ଥା ଆଗେ ଥିଲା, ଆମ ପରମ୍ପରାରେ ଥିଲା। ଗୋଡ ହାତ ଧୋଇକିରି ବନ୍ଧୁ ଆସିବେ, ତାପରେ ତାଙ୍କୁ ଆସନ ଦିଆହବ, ତାପରେ ପାଣି ପିଇବାକୁ ଦିଆହବ, ତାପରେ ସରବତ ଦିଆହବ, ତାପରେ ଜଳଖିଆ ଆସିବ, ତାପରେ ଲଞ୍ଚ ପାଇଁ ତିଆରି ହବ, ଇତ୍ୟାଦି ଇତ୍ୟାଦି। ଆମର କିଛି ଗୋଟେ କର୍ତ୍ତବ୍ୟ ରହିଛି। ଆମର ଅତିଥି ପ୍ରତି କର୍ତ୍ତବ୍ୟ ରହିଛି, ଅତିଥି ଦେବୋ ଭବ କୁହାଯାଏ। ତେଣୁ ଆମେ ସମସ୍ତଙ୍କୁ ମୁଗ୍ଧ କରି, ସମସ୍ତଙ୍କୁ ଭଲ ବ୍ୟବହାର ଦେଖେଇ, ଆମେ ଠାକୁରଙ୍କର ଲୋକ ବୋଲି, ଜଣେ ଠାକୁରଙ୍କର ଦୀକ୍ଷା ନେଇଛି ସେ ହୁଏତ ଅଫିସରେ କଳିକଜିଆ କରୁଛି, ଏଇଟା ବି ବର୍ଣ୍ଣନା ଅଛି। ଠାକୁର ଚାହାନ୍ତି ନା ଯେ ସେ ସମସ୍ତଙ୍କର ଅପ୍ରିୟ ହଉ, ସମସ୍ତଙ୍କୁ ଘୃଣା କରନ୍ତୁ, ତାକୁ ନିନ୍ଦା କରନ୍ତୁ, ତାକୁ ଆପ୍ରିସିଏଟ ନ କରନ୍ତୁ।
ଠାକୁରଙ୍କର ଲୋକମାନେ ସେ ସମ୍ମାନର ପାତ୍ର, ସେ ଶୁଦ୍ଧ, ସେ ଅନେଷ୍ଟ, ଏଇଟା ଆମକୁ ପ୍ରମାଣିତ କରିବାକୁ ପଡିବ। ଆମକୁ ଆଚରଣରେ ଦେଖିବାକୁ ପଡିବ ଆମେ ମାନବ ପ୍ରେମୀ। ଏବଂ କେବଳ ମାନବ ପ୍ରେମୀ ନୁହେଁ, ମାନବ ପାଇଁ ଆମେ କିଛି କରିପାରୁ, ଆମେ କିଛି ତ୍ୟାଗ କରିପାରୁ, ତାକୁ ଦାନ କରିପାରୁ, ତାର ସମସ୍ତ ସମସ୍ୟାର ସମାଧାନ କରିବାକୁ ଆମେ ଚେଷ୍ଟା କରିପାରୁ। ଆମ ଦ୍ୱାରା ନ ହେଇପାରିଲେ ଆଉ କାହା ଦ୍ୱାରା ହେଇପାରିବ, ଏଇଟା ବି ଆମେ ଯୋଜନା କରିପାରୁ। ଆମେ ଠାକୁରଙ୍କ ବିଷୟ କହିପାରୁ ତାକୁ, ସେଟା ହେଲା ତ ଯାଜନ। ଯାଜନଟା ସମସ୍ୟାରୁ ମୁକ୍ତି, ସମସ୍ୟାର ସମାଧାନ ଯେତେବେଳେ ହେଇଗଲା ତାକୁ ସମାଧି କୁହାଯାଏ। ତେଣୁ ନିଜର ସ୍ୱାଭିମାନ ଯେମିତି ଅଛି, ନିଜର ସମ୍ମାନ ଯେମିତି ଅଛି, ଅନ୍ୟକୁ ସମ୍ମାନ ଦେଇପାରିବା ଆମେ ଶିଖିବା ଉଚିତ। ଏବଂ ଭଗବାନ ହେଲେ ବଡ ଡ୍ରେନ୍ କ୍ଲିନର। ଆମ ଭିତରେ ପେଟରେ ବହୁତ ବଳିଆ ଅଛି। ପେଟରେ ତ ଆମେ ମଳତ୍ୟାଗ କରୁ ଯେତେବେଳେ ଆନନ୍ଦ ଲାଗେ, ଖୁସି ଲାଗେ, ସେ ଯାହା ହଉ। ଆମ ମନ ଭିତରେ ଯୋଉ ମଇଳା ଅଛି, ତାକୁ ମନ୍ତ୍ର ଦ୍ଵାରା, ତାକୁ ସାଧନା ଦ୍ଵାରା, ତାକୁ ସାଧୁ ସଙ୍ଗ ହଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ଫ୍ୟାକ୍ଟର। ଆଜିକାଲି ସାଧୁ ସଙ୍ଗ ପାଇଁ କାହା ସହିତ କାହାର ମିଶିବା ପାଇଁ, କାହାକୁ କିଏ ସମୟ ଦେବା ପାଇଁ କାହାର ସମୟ ନାହିଁ ହାତରେ। ସବୁବେଳେ ନିଜ ପାଇଁ ବ୍ୟସ୍ତ, ନିଜର ଯୋଉ ସଂସାର ଧନ୍ଦା। ତେଣୁ ଇଷ୍ଟ ଧନ୍ଦା ତୁ କଲୁ ନାହିଁ, ତେଣୁ ଇଷ୍ଟ ଧନ୍ଦା ଯଦି କରିବୁ ତୁ ଧନ୍ୟ ହେଇଯିବୁ। ଯଦି ନିଜ ଧନ୍ଦାରେ ମାତିକିରି ଇଷ୍ଟ ଧନ୍ଦାକୁ ଯଦି ନେଗ୍ଲେକ୍ଟ କଲୁ, ଅବହେଳା କଲୁ, ତାହେଲେ ତୋର ଦୁର୍ଦ୍ଦଶା, ଦୁର୍ଦିନ ଇତ୍ୟାଦି ଇତ୍ୟାଦି ଆଗକୁ ପଳେଇ ଆସିବ। ତେଣୁ ନିଜର ଯେମିତି ଆତ୍ମସମ୍ମାନ ଅଛି, ଅନ୍ୟର ସମ୍ମାନ ଜଗି ବ୍ୟବହାର କରିବା ଉଚିତ। ତାପରେ ବୈଶିଷ୍ଟ୍ୟ ଜାଣିବା ପାଇଁ ଗୋଟେ ପ୍ରଜ୍ଞା ଚକ୍ଷୁ ଦରକାର। କାହାର କୋଉ ଗୁଣ ଅଛି ପେଟ ଭିତରେ, କାହାର କୋଉ ଭଲ ଗୁଣ ଅଛି, ସେ ଭଲ ଗୁଣକୁ ହାଇଲାଇଟ କରିବାକୁ ସେ ଠାକୁର କହିଛନ୍ତି। ମଣିଷ ମାତ୍ରେ ହିଁ ତାର କିଛି ଗୋଟେ ଭଲ ଗୁଣ ଥାଏ। ସେ ଭଲ ଗୁଣକୁ ଆପଣ ଯଦି ହାଇଲାଇଟ କରିବେ, ତାକୁ ଯଦି ଏନଲାର୍ଜ କରିଦେବେ, ତାକୁ ଯଦି ବଢେଇ ଦେବେ, ତାହେଲେ ସେ ଭଲ ମଣିଷ ହେଇପାରିବ। କିନ୍ତୁ ଆମେ ସବୁବେଳେ କଣ, ପ୍ରଥମେ ଦୃଷ୍ଟି ପଡେ ତାର ଖରାପ ଗୁଣକୁ। ତେଣୁ ଆମେ ଗୁଣଗ୍ରାହୀ ହବା ଉଚିତ ଏବଂ ସେ ମନଟାକୁ ସେମିତିଆ ସେନ୍ସିଟାଇଜ, ମନଟାକୁ ତିଆରି କରିବା ଉଚିତ। ମନ ଶାନ୍ତ ରହିବ, ସମାହିତ ରହିବ, ସବୁବେଳେ ରିଆକ୍ସନ କରିବ ନାହିଁ। ପ୍ରତିଟି କଥାରେ ନାହାନ୍ତି ଗୋଟେ ଗୋଟେ ଲୋକ ଥାଆନ୍ତି, ସବୁଠି କଥାରେ ଚିଡଚିଡି ହେବେ। ତମେ ମାନେ ଚାଲିଲେ ବି ସେମାନେ ବିରକ୍ତ, ଏମିତି ଚାଲିଲା। ତମେ କଥା କହିଲେ ବି କହିବେ ଏମିତି କଥା କହନା। ସବୁ କଥାରେ ସେମାନେ ବାରିବେ। ମାଷ୍ଟର ଯେମିତି ଗୋଟେ ନାଲି କଲମ ଧରିକିରି, ହଁ, ଯଦି ଏକ୍ସାମିନେସନ ପେପରକୁ ସବୁ ନାଲି ଗାର ଛକି ମାରି ଚାଲିଯାଏ, ସେମିତି ଦୋଷ ଦୃଷ୍ଟି ଯାହାର ଥାଏ, ସେ ସମସ୍ତଙ୍କର ସଦ୍ଗୁଣ ଥିଲେ ବି, 1000ଟା ସଦ୍ଗୁଣ ଥିଲେ ବି, ସେ ଗୋଟାଏ ଦୁର୍ଗୁଣକୁ ସେ ପଏଣ୍ଟ ଆଉଟ କରିଦବ। ତେଣୁ ଆମେ ଗୁଣଗ୍ରାହୀ ହେବା ଉଚିତ, ଦୋଷ ଦୃଷ୍ଟିଟା ଦୂର କରିବା ଉଚିତ। ସେଇଟାକୁ କୁହାଯାଏ ପ୍ରଜ୍ଞାଚକ୍ଷୁ। ଏବଂ କାହାର କଣ ଦରକାର, କାହାର କଣ ଅଭାବ, ମା ଯେମିତି ଛୁଆର ଭୋକ ଜାଣିପାରେ, ମାଷ୍ଟର ଯେମିତି ପ୍ରଶ୍ନ ପଚାରେ, ଯୋଉ ଗଧ ଛୁଆ ଥିବ, ଯିଏ ମୂର୍ଖ ଛୁଆ ଥିବ, ସେ ଗୋଟେ ବୋକା ଭଳିଆ ଚାହିଁଥିବ। ଆଉ ଯିଏ ଆଗ୍ରହ କରୁଥିବ, ହାତ ଟେକୁଥିବ, ଖୁସି ହଉଥିବ ଯେ ଉତ୍ତର ମୁଁ ଜାଣିଛି, ତା ମୁହଁ ଦେଖିକି ମାଷ୍ଟର ଜାଣିପାରିବେ ଏଇ ଜାଣିଛି, ତାକୁ ଆଉ ପଚାରିବନି। ଆଉ ଯିଏ ମୁହଁ ଲୁଚେଇକିରି ଥିବ, ମୁହଁ ତଳୁକୁ କରିକି ଥିବ, ତାକୁ ପାଠ ଆସେ ନାହିଁ, ସେ ମାଷ୍ଟର ସେଇଟା ଜାଣିପାରିବ। ତେଣୁ ସଂସାରରେ କାହାର କଣ ଦୁଃଖ ଅଛି, କାହାର କଣ ଯନ୍ତ୍ରଣା ଅଛି, ଶ୍ରୀ ଶ୍ରୀ ଠାକୁରଙ୍କର ନଖ ଦର୍ପଣରେ ସେଟା ଝଲସି ଉଠୁଥିଲା। ସେ ଜାଣିପାରୁଥିଲେ କାହାର ଭିତରଟା କଣ ଅଛି। ଏଭଳି କି ପ୍ରେତ ମାନଙ୍କୁ ବି ସେ ଜାଣିପାରୁଥିଲେ। ଶୂନ୍ୟ ମାର୍ଗରୁ ସେମାନେ ଆସୁଥିଲେ, ଏ ଆସିଛି ବୋଲି ସେ କହୁଥିଲେ। ତେଣୁ ଲୋକ ପରଲୋକ, ଆମର ଇହ ଲୋକ ପରଲୋକ, ଏଇଟା ଠାକୁରଙ୍କ ହାତରେ ବନ୍ଧା। ଆମର ଭବିଷ୍ୟତ କେମିତି ମଙ୍ଗଳମୟ ହେବ, ଠାକୁର ଅନୁସନ୍ଧିଷ୍ଠୁ ହେଇକିରି ସେ ଆମକୁ ସେବା ଦିଅନ୍ତି, ଆମକୁ ଉପଦେଶ ଦିଅନ୍ତି। ତେଣୁ ଆଚାର୍ଯ୍ୟ ସମ୍ପର୍କ, ଆଚାର୍ଯ୍ୟଙ୍କ ସହିତ ବାରମ୍ବାର ଯାଇକି ଦେଖା କରିବା, ତାଙ୍କଠୁ ଉପଦେଶ ନବା, ସବୁ କଥାରେ ତାଙ୍କର ପରାମର୍ଶ ନବା, ଇତ୍ୟାଦି ଇତ୍ୟାଦି ଆମମାନେ ଯଦି ଅଭ୍ୟାସ କରିବା, ଅନୁସନ୍ଧିଷ୍ଠୁ ସେବା କିନ୍ତୁ ଆମେ ଦଉନୁ, ଆମର ସେବାଟା ବହୁତ କମି ଯାଉଛି। କେବଳ ଯେ ସତ୍ସଙ୍ଗ ବିହାରରେ ପଶିଲେ କି ଉପଯୋଜନା କେନ୍ଦ୍ରରେ ପଶିଲେ, ସତ୍ସଙ୍ଗରେ ବସିଲେ ଆମେ ଗୋଟେ ଭଲ ମଣିଷ ହଉ, ସେ ଦୁଆର ବନ୍ଧ ଡେଇକିରି ଯେମିତି ରାସ୍ତାରେ ଆମେ ଚାଲୁ, ଆମେ ସାଧାରଣ ମଣିଷ ହେଇଯାଉ। କିନ୍ତୁ ଠାକୁରଙ୍କର ଯୋଉମାନେ ଦୀକ୍ଷା ନେଇଛନ୍ତି, ସେମାନେ ଅସାଧାରଣ ମଣିଷ। ସେମାନେ ସବୁବେଳେ ଅନୁସନ୍ଧିଷ୍ଠୁ ସେବା, ସବୁବେଳେ କାହାର ନା କଣ ଗୋଟେ ସେବା କରିବେ। ଖାଲି ଭାଷଣ ମାରିଲେ, ଲିପ୍ ସର୍ଭିସ ଦେଲେ ହବ ନାହିଁ, ହ୍ୟାଣ୍ଡ ସର୍ଭିସ ଦେବାକୁ ପଡିବ, ତାକୁ କିଛି ଦବାକୁ ପଡିବ, ଦାନ କରିବାକୁ ପଡିବ, ତାକୁ ସାନ୍ତ୍ୱନା ଦେବାକୁ ପଡିବ ଏବଂ ତା ପାଖକୁ ଯିବାକୁ ପଡିବ, ଲେଗ ସର୍ଭିସ। ଆମର ଯୋଉ କର୍ମେନ୍ଦ୍ରିୟ ଅଛି, ଆମେ ତାକୁ ପ୍ରପର ୟୁଜ କରୁନୁ, ଆମେ ଚାଲୁନାହୁଁ, ତା ଫଳରେ ଆମର ଏନର୍ଜି କମି ଯାଉଛି। ଆମେ ସବୁବେଳେ ବାଇକରେ ଯାଉଛୁ, ଗାଡିରେ ଯାଉଛୁ, ଆମେ ହ୍ୟାଣ୍ଡ ସର୍ଭିସ ବି ନାହିଁ। ଆମର ଯେମିତି ଜିମ୍ କୁ ଯାଇକରି ବଡିକୁ ଷ୍ଟ୍ରଙ୍ଗ କରାଯାଏ, ସେମିତି ମନକୁ, ଆମର ପ୍ରାଣକୁ, ଆମର ହୃଦୟକୁ ଷ୍ଟ୍ରଙ୍ଗ କରିବା ପାଇଁ ଆମେ ବାସ୍ତବ ସେବା ଯଦି 5 ଜଣଙ୍କ ସେବା କରିପାରିଲୁ,
परवर्ती समय आम 10 जन सेवा करें सेवा मुखर से गुरु भाई हो गुरु भाई न हो गुरु भाई तो बेसी आमर किंतु गुरु भाई की सेवा नहीं कि नन गुरु भाई की भी सेवा नहीं आम खाली भाषण एवं खाली सत्संग जीवु से फेरी आसबू आ हृदय जो द्वारटा आम पर खोलुना निजर हृदय भितर कौन अच्छी कौन सद्गुण अच्छी तार भी विकास करने आम गोटे साधनार गोटे ब्लू प्रिंट आम मैंने प्रस्तुत करने को पछई जाऊ से जहाँ हो आमर चक्षु प्रज्ञा चक्षु हो आमर सेवा अनुसंधिष्टि सेवा हो सेवा जो 3 प्रकार अच्छी से न कहले ताकू दब यहाँ प्रथम श्रेणी सेवक कहले देव द्वितीय श्रेणी सेवक एवं कहले दब नहीं यहाँ तृतीय सेवक जमी थाल भांगीदेवा सी भिक मागी आसदेदेल यहाँ है प्रथम श्रेणी सी मागिले 6 थर 7 थर मागिले कह यहाँ है द्वितीय श्रेणी आ थाल भांगीदेव गोईठा मार गाड़ी देव गाड़ी दौच कहीं तुम न दे पार से जाओ आमर अभ्यास व्यवहार को आम सजई रखा आम ठाकुर योग्य संतान हाँपाई चेष्टा करवा एतिक मो बाणी की विश्राम दौची समस्त मंगल कामना करुच्ची वंदे पुरुषोत्तम जय गुरु आज्ञा बहुत बहुत